ଯଦି ଚାଷୀ ଏ ଯୋଉ ଅସହ୍ୟ ଥଣ୍ଡା ଜାଡ କାକରରେ ମଣ୍ଡିରେ ଧାନ ଥୋଇକି ଅପେକ୍ଷା କରିଛି କୋଉ ଦିନ ସରକାର ଧାନ ଉଠେଇବେ, ଆଉ ସେତିକି ବେଳେ ଆମେ କହିବୁ ଯେ ଚାଷୀ ଏଠି ରାଜନୀତି କରୁଛି ବିରୋଧୀ ଦଳ ପ୍ରୋତ୍ସାହନରେ, ତାଠୁ ଭଳି ଦୁର୍ଭାଗ୍ୟର କଥା ଆଉ କିଛି ନାହିଁ। ଏ ସରକାରକୁ ଆମେ ଚେତାବନୀ ଦେବାକୁ ଚାହୁଁଛୁ, ଯଦି ତମେ ଲୋକପ୍ରିୟ ସରକାର ଲୋକ ସରକାର ବୋଲି ଡିଣ୍ଡିମ ପିଟୁଛ, ତାହେଲେ ଚାଷୀଙ୍କୁ ଆଉ ଅକଥନୀୟ ନିର୍ଯାତନା ନ ଦେଇ ଶୀତ କାକରେ ତାଙ୍କୁ ସଢିବାକୁ ନ ଦେଇ ତୁରନ୍ତ ତାଙ୍କ ଧାନ ଉଠାଅ, ତାଙ୍କ ପ୍ରାପ୍ୟ ଦିଅ। କହନ୍ତି ଯେଡ଼େ ନୁହନ୍ତି ସେଡ଼େ, ପାଖରେ ନାହିଁ ଧନ ପୁଅ ବାହା କରିବାକୁ ମନ। ଏ ଗୋଟେ ପାଲା ଚଲେଇଛନ୍ତି ସରକାର। ଚାଷୀ କୂଳ ଯଦି ତାତିବେ ଏ ସରକାର ଥଳ କୂଳ ରହିବନି, ଇଏ ମଧ୍ୟ ଭାସିଯିବେ ଚାଷୀ କୂଳର ଲଘୁଚାପରେ। ବର୍ତ୍ତମାନ ଯୋଉ ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଶାରେ ଚାଲିଛି, ସେମାନେ କହୁଛନ୍ତି ଆମେ ଡବଲ ଇଞ୍ଜିନ ସରକାର। 18 ମାସ ଯାଇନି, ବର୍ତ୍ତମାନ ତାଙ୍କ ଆଖିରେ ପରଳ ପଡ଼ିଗଲାଣି। ଦୁନିଆଟାକୁ ସେଇ ଆଖିରେ ଦେଖୁଛନ୍ତି, କ୍ଷମତା ନିଶାରେ ଚୁର ହେଇଛନ୍ତି। ଯଦି ଚାଷୀ ଏ ଯୋଉ ଅସହ୍ୟ ଥଣ୍ଡା ଜାଡ କାକରରେ ମଣ୍ଡିରେ ଧାନ ଥୋଇକି ଅପେକ୍ଷା କରିଛି କୋଉ ଦିନ ସରକାର ଧାନ ଉଠେଇବେ, ଆଉ ସେତିକି ବେଳେ ଆମେ କହିବୁ ଯେ ଚାଷୀ ଏଠି ରାଜନୀତି କରୁଛି ବିରୋଧୀ ଦଳ ପ୍ରୋତ୍ସାହନରେ, ତାଠୁ ଭଳି ଦୁର୍ଭାଗ୍ୟର କଥା ଆଉ କିଛି ନାହିଁ। ଏମାନେ ଧାନ ଉଠେଇବାକୁ ବର୍ତ୍ତମାନ ସରକାର ସକ୍ଷମ ନୁହେଁ, କାହିଁକିନା ତାଙ୍କ ଗୋଦାମ ଖାଲି ନାହିଁ। କେନ୍ଦ୍ର ସରକାର ବଡ଼ ଇଞ୍ଜିନ, ଓଡ଼ିଶାକୁ ତ ଅନୁଦାନ ଦେବା ଦୂରେ ଥାଉ, ଯେତିକି ଧାନ ଚାଉଳ ଉଠିଛି ଯେତିକି ଧାନ ଚାଉଳ ସଂଗ୍ରହ କରାଯାଇଛି ତାକୁ ସେ ଉଠଉନାହାନ୍ତି। ଏମାନେ ମିଲରଙ୍କୁ ଲଗେଇଛନ୍ତି, ସଲା କୁସ୍ତି କରିଛନ୍ତି, ମଧୁଚନ୍ଦ୍ରିକା କରିଛନ୍ତି। ତୁମେ ଟିକେ ମିଛିମିଛିକା ଆନ୍ଦୋଳନ କର, ଚାଷୀଙ୍କର ଆକ୍ରୋଶରୁ ଆମେ କେମିତି ବର୍ତ୍ତିଯିବୁ, ଗୋଟେ ସୁଚିନ୍ତିତ ଯୋଜନା କରିଛନ୍ତି। ତାର ପରିଣାମ ଏହା। ଏ ସରକାରକୁ ଆମେ ଚେତାବନୀ ଦେବାକୁ ଚାହୁଁଛୁ, ଯଦି ତମେ ଲୋକପ୍ରିୟ ସରକାର ଲୋକ ସରକାର ବୋଲି ଡିଣ୍ଡିମ ପିଟୁଛ, ତାହେଲେ ଚାଷୀଙ୍କୁ ଆଉ ଅକଥନୀୟ ନିର୍ଯାତନା ନ ଦେଇ ଶୀତ କାକରେ ତାଙ୍କୁ ସଢିବାକୁ ନ ଦେଇ ତୁରନ୍ତ ତାଙ୍କ ଧାନ ଉଠାଅ, ତାଙ୍କ ପ୍ରାପ୍ୟ ଦିଅ। ହଜାର ପ୍ରକାର ଫନ୍ଦି ଫିକର କରନି, କରିବା ଉଚିତ ନୁହେଁ। ଆଜ୍ଞା, ସରକାର ତ ଅଧାଗଢାରେ ଚାଲିଛି, ସବୁ ଅଧାଗଢା। ଏ ସରକାର ମଣିଷକୃତ ବିପଦ ତିଆରି କରୁଛି। ଧାନ କେବେଠୁ କଟା ସରିଲାଣି, ଲୋକ ମଣ୍ଡିରେ ଥୋଇକି ଅପେକ୍ଷା କରିଛନ୍ତି ଧାନ କେବେ କିଣିବେ। ଲଘୁଚାପ ଆସିଲେ କ୍ଷୟକ୍ଷତି ହବ। ଇଏ ଚାହୁଁଛନ୍ତି କେମିତି ଚାଷୀ ଗୋଡେ ବୁଡି ଯାଆନ୍ତୁ, ଆମେ ଧାନ ଉଠେଇବୁନୁ, ପଇସା ଦବୁନୁ, ଟ୍ରେଜେରୀରେ ପଇସା ନାହିଁ, ଆଙ୍କ ପାଖରେ ପଇସା ନାହିଁ। କହନ୍ତି ଯେଡ଼େ ନୁହନ୍ତି ସେଡ଼େ, ପାଖରେ ନାହିଁ ଧନ ପୁଅ ବାହା କରିବାକୁ ମନ। ଏ ଗୋଟେ ପାଲା ଚଲେଇଛନ୍ତି ସରକାର। ଚାଷୀ କୂଳ ଯଦି ତାତିବେ ଏ ସରକାର ଥଳ କୂଳ ରହିବନି, ଇଏ ମଧ୍ୟ ଭାସିଯିବେ ଚାଷୀ କୂଳର ଲଘୁଚାପରେ। ମିଲର୍ସଙ୍କ ସାଥିରେ ଆଙ୍କର ସଲା କୁସ୍ତି। ମିଲର୍ସଙ୍କୁ କହିଛନ୍ତି ତମେ ଟିକେ ଆନ୍ଦୋଳନ କର, ଆମେ ଚାଷୀଙ୍କର ଆକ୍ରୋଶ ଶିକାର ହବ ନାହିଁ। ମିଲର୍ସଙ୍କର ସାହସ ଅଛି ସରକାର ବିରୁଦ୍ଧରେ ଯିବାକୁ? ଆପଣ କଥା କହୁଛନ୍ତି? ଏଇଟା ସେମାନେ ଲୋକଙ୍କୁ ଦେଖିବାକୁ ଭୁଆଁ ବୁଲିବାକୁ ନାଟକ କରୁଛନ୍ତି। ସରକାର ନିଜେ ଭିଆଇଛନ୍ତି, କାହିଁକିନା ଲୋକ ଯୋଉଭଳି ତାତିଲେଣି ଧାନ ଉଠେଇ ପାରନ୍ତି, ଟ୍ରେଜେରୀରେ ପଇସା ନାହିଁ, କି କେନ୍ଦ୍ର ସରକାର ତାଙ୍କ ଧାନ ଉଠଉନି, ଗୋଦାମ ଖାଲି ନାହିଁ। ଏ ସବୁଥିରୁ ବର୍ତ୍ତିବା ବି ଗୋଟେ ସୁଚିନ୍ତିତ ଯୋଜନା। ସରକାର ବର୍ତ୍ତମାନ ଅଧାଗଢାରେ ଚାଲିଛି, ମନ୍ତ୍ରିମଣ୍ଡଳ ଏଇଟା 100 ଥର ଆମେ କହିଛୁ ଏ ସରକାର ଅଧାଗଢା। ନା ତାଙ୍କର କୋଉ 6ଟା ମନ୍ତ୍ରୀ ପଦ ଖାଲି, 97ଟା କର୍ପୋରେସନ ଏକାଡେମି ଫେକାଡେମି ହେଇକି ସବୁ ଖାଲି ଅଛି। 18 ମାସ ହେଇଗଲା। ଆଉ IAS ଅଫିସର ମାନେ ଅଛନ୍ତି, ଗୋଟେ 4-4ଟା 5-5ଟା ବିଭାଗ ନେଇଛନ୍ତି। କାମଟେ କଣଟେ ହବ? ସିଷ୍ଟମ ପୁରା ଫେଲୁଅର। ଆଙ୍କର ବର୍ତ୍ତମାନ ପଲିସି ପାରାଲାଇଜ୍ଡ, ସିଷ୍ଟମ ଫେଲୁଅର। ବର୍ତ୍ତମାନ ଇଏ ଯୋଉ ଭାଜପା ସରକାର ଅଛି, ଡବଲ ଇଞ୍ଜିନ ସରକାର, କନିଷ୍ଠ ଇଞ୍ଜିନ, ୟାଙ୍କର ବର୍ତ୍ତମାନ ପଲିସି ପାରାଲାଇଜ୍ଡ, ସିଷ୍ଟମ ଫେଲୁଅର। ବଦ୍ରି ପାତ୍ର ମଧ୍ୟ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କଲେ। କେଉଁଝର ଜିଲ୍ଲାରେ ଗୋଟେ ବର୍ତ୍ତମାନ ଦେଖା ହଉଛି ବିଜେପି ନେତା ସିଆଡକୁ ମୁହାଁଇଲେଣି। ମୋ ପାଖରେ ସେମିତି କିଛି ଖବର ନାହିଁ।
ମୋ ପାଖରେ ଯୋଉ ଖବର ନାହିଁ ତାପରେ टिप्पणी କେମିତି ଦେବି ଖବର କାଗଜରେ ବି ଅଛି। ଆପଣ ତ ପଢନ୍ତି ସକାଳୁ ପଢେ ଯେ ସେଟା ତାଙ୍କର ବୋଧେ ରିଜନାଲ ପେଜରେ ବାହାରିଥିବ କିନ୍ତୁ ଏଠି ବାହାରିନି ଆଁ? ଭୁବନେଶ୍ୱର ପେଜରେ ବାହାରେ। ମୁଁ ତାହେଲେ ସ୍କିପ୍ କରି ଯାଇଥିଲି ମୁଁ ଦେଖିନି ସେଇଟା ଆପଣମାନେ କାହିଁକି ବୃଥା ଆକଳନ କରୁଛନ୍ତି ଯେତେବେଳେ ଲୋକ ତାତିବେ ସେତେବେଳେ ଦଳ ପୁରା ଏକଦମ ମଜବୁତ ହେଇକି ବାହାରି ଆସିବ ଆପଣ ବ୍ୟସ୍ତ କାହିଁ ହଉଛନ୍ତି ନେତା କିନ୍ତୁ ଗେରୁଆ ଆଡକୁ ଟିକେ ମନୋନୀତ ହଉଛନ୍ତି, ଆକର୍ଷିତ ହଉଛନ୍ତି ଜିଲ୍ଲାର ନେତା। ନାଇଁ ମୋ ପାଖରେ କାହିଁ ଖବର ନାହିଁ ହେଇଥିବ ଆଜ୍ଞା ଦଳ ମଜବୁତ ଅଛି ଦଳ ଲୋକ ବି ତାତିଲେ ଚାଲିବ ଆଉ କଣ ये भारतीय जनता पार्टी सरकार जो काम कर ऑटोमेटिक दल स्ट्रंग हवा हमर और लोक भी तातिबे आज्ञा आज्ञा है से पूरी जान पूरा एकदम भरपूर ही जातु एतिकी चल पार ना आउ कौन करेंगे